ଏହି କାହାଣୀ କେବଳ ଈଶ୍ୱରଙ୍କ ପ୍ରତି ଭକ୍ତି ବିଷୟରେ ନୁହେଁ, ଏହା ଜୀବନର ଗଭୀର ଶିକ୍ଷା ଏବଂ ଦିବ୍ୟ ସତ୍ୟ ବିଷୟରେ। ଯେଉଁଠାରେ ପ୍ରଭୁ ତାଙ୍କ ଭକ୍ତଙ୍କ ପାଇଁ ଖାଦ୍ୟ ମାଗନ୍ତି, ସେଠାରେ ବିଶ୍ୱାସ ଅନେକଙ୍କୁ ପରାସ୍ତ କରେ। ଚାଲନ୍ତୁ ଗଳ୍ପଟିକୁ ଆରମ୍ଭ କରିବା। ଗଳ୍ପଟି ପ୍ରାଚୀନ କାଳରେ ଅବସ୍ଥିତ ଏକ ଛୋଟ ଗାଁରେ। ସେଠାରେ ବହୁତ ଗରିବ ଲୋକମାନେ ରହୁଥିଲେ। ସେଠାରେ ବିଧାନ ନାମକ ଏକ ବୃଦ୍ଧ ବ୍ରାହ୍ମଣ ଦମ୍ପତି ଏବଂ ତାଙ୍କ ସ୍ତ୍ରୀ ଲକ୍ଷ୍ମୀ ଥିଲେ। ସେମାନେ ପ୍ରତିଦିନ ଜଗନ୍ନାଥଙ୍କ ନାମ ଜପ କରୁଥିଲେ, ଈଶ୍ୱରଙ୍କୁ ଖାଦ୍ୟ ଅର୍ପଣ କରୁଥିଲେ ଏବଂ ତାପରେ ଭୋଜନ କରୁଥିଲେ। ଯଦିଓ ସେମାନେ ଗରିବ ଥିଲେ, କିନ୍ତୁ ସେମାନଙ୍କ ହୃଦୟରେ ଅପାର ଭକ୍ତି ଥିଲା। ଜୀବନ ଏହିପରି ଚାଲିଥିଲା। କିନ୍ତୁ ଗୋଟିଏ ଦିନ ବିଧାନ ବହୁତ ଅସୁସ୍ଥ ହୋଇପଡ଼ିଲେ। ଲକ୍ଷ୍ମୀ ଠାକୁରଙ୍କୁ କହିଲେ, ହେ ପ୍ରଭୁ, ତୁମେ ମୋ ବୃଦ୍ଧ ସ୍ୱାମୀଙ୍କୁ ରକ୍ଷା କର। ଆଜି ମୁଁ ମୋ ହାତରେ ତୁମ ପାଇଁ କ୍ଷୀର ରାନ୍ଧିବି। ସେ ପୋଡ଼ପିଠା ଅର୍ପଣ କଲେ ଏବଂ କ୍ଷୀର ତିଆରି କରି ଠାକୁରଙ୍କ ପାଖରେ ରଖିଲେ। ସେ କ୍ଷୀର ରଖିବା ପରେ ଯାହା ହେଲା ତାହା ଆଶ୍ଚର୍ଯ୍ୟଜନକ। ଏକ ଅତିଥି ଆସିଲେ। କ୍ଷୀର ଏବଂ ପିଠା ଖାଇସାରିବା ପରେ ସେ ଘରୁ ବାହାରକୁ ଚାଲିଗଲେ। କିନ୍ତୁ ସେହି ସମୟରେ ଏକ ଛୋଟ ପିଲାଟି ତାଙ୍କ ଘର ନିକଟକୁ ଆସି ନାମ ଧରି ଡାକି କହିଲା, ମୋତେ ବହୁତ ଭୋକ ଲାଗୁଛି। ମା ଲକ୍ଷ୍ମୀ, ତୁମେ ମୋତେ କିଛି ଖାଦ୍ୟ ଅର୍ପଣ କରିବ କି? ଲକ୍ଷ୍ମୀ ଆଶ୍ଚର୍ଯ୍ୟ ହୋଇଗଲେ, କିନ୍ତୁ ସେ ମନେ ମନେ ଭାବିଲେ, ମୁଁ ପ୍ରଭୁଙ୍କୁ ଖାଦ୍ୟ ଦେଇଛି, କାହିଁକି ଏହି ପିଲାଟିକୁ ଖାଇବାକୁ ଦେବି ନାହିଁ? ଲକ୍ଷ୍ମୀ ତାକୁ ତାର ଅଧା ଖାଦ୍ୟ ଖାଇବାକୁ ଦେଲେ। ପିଲାଟି ହସିଲା, ଖାଦ୍ୟ ଖାଇଲା ଏବଂ ଚାଲିଗଲା। ରାତିରେ ଲକ୍ଷ୍ମୀ ସ୍ୱପ୍ନ ଦେଖିଲେ ଠାକୁର ଶ୍ରୀ ଜଗନ୍ନାଥ ଆସି ତାଙ୍କୁ କହୁଛନ୍ତି, ମୋର ପ୍ରିୟ ଭକ୍ତ ଲକ୍ଷ୍ମୀ, ମୁଁ ପିଲା ବେଶରେ ଆସି ତୁମର ଖାଦ୍ୟ ଗ୍ରହଣ କରିଥିଲି। ତୁମେ ମୋ ପ୍ରେମର ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛ। ତୁମ ସ୍ୱାମୀ ସୁସ୍ଥ ହୋଇଯିବେ ଏବଂ ତୁମ ଘରେ ଶାନ୍ତି ଆସିବ। ସେହିଦିନ ପରଠାରୁ ମା ଲକ୍ଷ୍ମୀଙ୍କ ସ୍ୱାମୀ ଧୀରେ ଧୀରେ ଭଲ ହୋଇଗଲେ। ଘରେ ଖାଦ୍ୟ ଏବଂ ଶାନ୍ତି ଆସିଲା। ଏହି ଘଟଣା ଗାଁରେ ଏତେ ଲୋକପ୍ରିୟ ହୋଇଥିଲା ଯେ ସମସ୍ତେ ଶ୍ରଦ୍ଧା ସହିତ କହିଲେ, ଠାକୁର ନିଜେ ଖାଦ୍ୟ ମାଗିଥିଲେ। ଏହା ଆଶ୍ଚର୍ଯ୍ୟଜନକ ନୁହେଁ, ଏହା ପ୍ରେମର ଶକ୍ତି। ପ୍ରଭୁ କେବେ ବଡ଼ ଆବିର୍ଭାବ ହୁଅନ୍ତି ନାହିଁ। ସେ ନିଜ ପରୀକ୍ଷା ପାଇଁ ଏକ ସାଧାରଣ ଶରୀର ଧାରଣ କରନ୍ତି। ପ୍ରକୃତ ଭକ୍ତିରେ ଶକ୍ତି ଅଛି। ଭକ୍ତି ହେଉଛି ପ୍ରେମର ନାମ, ଧନର ନୁହେଁ। ପ୍ରଭୁଙ୍କୁ ଖାଦ୍ୟ ଅର୍ପଣ କରିବା ପୂଜା ନୁହେଁ, ବରଂ ଦୟା, ଭକ୍ତି ଏବଂ ଭକ୍ତିର ସହିତ କରାଯାଏ। ଆଉ ପ୍ରଭୁ ସେଠାରେ ହିଁ ରୁହନ୍ତି। ପ୍ରଭୁ କେବେ ବି ତାଙ୍କ ଭକ୍ତଙ୍କୁ ପରିତ୍ୟାଗ କରନ୍ତି ନାହିଁ। ସେ ଯେକୌଣସି ରୂପରେ ସହଯୋଗ କରନ୍ତି। ଏହି କାହାଣୀ ମାନବିକତା, ଭକ୍ତି ଏବଂ ନିଜସ୍ୱ ଶୁଦ୍ଧ ମନର ବିକାଶର ଏକ ଶିକ୍ଷା, ଯେଉଁଠାରେ ପ୍ରଭୁ ଭକ୍ତଙ୍କ ଆନ୍ତରିକତାକୁ ଗ୍ରହଣ କରନ୍ତି। ଯଦି ଭିଡ଼ିଓଟି ଭଲ ଲାଗିଥାଏ, ଭିଡ଼ିଓକୁ ଲାଇକ୍, ସେୟାର ଆଉ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ଏହିଭଳି ଏକ ଗଳ୍ପ ସହିତ କିଛି ନୂଆ କଥା ଶିଖିବା ପାଇଁ।